ଯେତେବେଳେ ଝିଅମାନେ ପ୍ରଥମ ଥର କୌଣସି ପୁଅଙ୍କ ସହିତ ଶାରୀରିକ ସମ୍ପର୍କ ବନାଇଥାନ୍ତି ତେବେ ତାଙ୍କୁ ଅଧିକ ମଜା ସହିତ ଯନ୍ତ୍ରଣା ବି ଅନୁଭବ ହୋଇଥାଏ। ମହିଳାମାନଙ୍କୁ ଏମିତି ଲାଗିଥାଏ କି ପୁରୁଷଙ୍କ ଗୁପ୍ତାଙ୍ଗର ଆକାର ତାଙ୍କ ଶରୀରର ଆକାର ଉପରେ ନିର୍ଭର କରିଥାଏ, କିନ୍ତୁ ବାସ୍ତବରେ ଏମିତି ହୋଇନଥାଏ। ଆମେ ଏପରି ବୟସରେ ଭଲ କାମ କରୁ ଯେତେବେଳେ ଆମେ ପାପ କରିବାକୁ ମଧ୍ୟ ସକ୍ଷମ ନଥାଉ। ହାତ ଯୋଡ଼ି ପ୍ରଣାମ କରିବା ଆମ ସଂସ୍କୃତି ନୁହେଁ, ଆମ ସଂସ୍କାରର ବି ପରିଚୟ ଦେଇଥାଏ। ଯଦି କରିବା ସମୟରେ ଆପଣଙ୍କ ପାଣି ତୁରନ୍ତ ବାହାରି ଯାଉଛି ବା କରୁ କରୁ ଜଲ୍ଦି ଢିଲା ପଡ଼ିଯାଉଛି ବା ଅଧିକ ସମୟ ପର୍ଯ୍ୟନ୍ତ ଶକ୍ତ ହୋଇ ରହୁନାହିଁ, ତେବେ ଏହି ଘରୋଇ ଉପାୟ ନିଶ୍ଚୟ କରନ୍ତୁ। ଗୋଟେ ଗ୍ଲାସ୍ ପାଣି ନେଇ ସେଥିରେ 2ଟି ଲବଙ୍ଗ ଓ 2ଟି ଗୁଜୁରାତି ପକାଇ 5ରୁ 7 ମିନିଟ୍ ପର୍ଯ୍ୟନ୍ତ ଫୁଟାଇ ନିଅନ୍ତୁ ଓ ଏହାପରେ ଏହାକୁ ଛାଣି ନିଅନ୍ତୁ। ହାଲକା ଉଷୁମ ହେବା ପରେ ଏଥିରେ ଅଧା ଚାମଚ ଦେଶୀ ମହୁ ଓ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ ଓ ଏହାକୁ ସକାଳେ ଖାଲି ପେଟରେ ପିଅନ୍ତୁ। ଏମିତି 1 ମାସ ଯାଏଁ ସେବନ କରନ୍ତୁ, ନିଶ୍ଚିତ ଫରକ ଜାଣିପାରିବେ। କିଏ କେତେ ବି ମହାନ ହୋଇଥାନ୍ତୁ ନା କାହିଁକି, କିନ୍ତୁ କେବେ କାହା ପଛରେ ଅନ୍ଧ ଭଳି ଚାଲିବା ଉଚିତ ନୁହେଁ।